ଭିଜିଲାନ୍ସ ଜାଲରେ ଜଣେ ପୋଲିସ ବାବୁ। ଜରପଡ଼ା ଥାନାରେ ଏଏସ୍ଆଇ ସୀତା ନାୟକ ଭିଜିଲାନ୍ସ ଜାଲରେ। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାର ଏଏସ୍ଆଇ ସୀତା ନାୟକଙ୍କୁ ଅନୁଗୁଳ ଭିଜିଲାନ୍ସ ରଙ୍ଗେ ହାତେ ଧରା ପଡ଼ିଛନ୍ତି। ଥାନା ମୁଖ୍ୟ ଫାଟକ ନିକଟରେ 8,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଜରପଡ଼ା ଥାନା ଅଞ୍ଚଳର ଏକ ଜମିବାଡ଼ି ବିବାଦକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏଏସ୍ଆଇ ସୀତା ନାୟକ। ଉକ୍ତ ମାମଲାକୁ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ଓ ଫାଇନାଲ ରିପୋର୍ଟ ଦେବା ପାଇଁ ଏଏସ୍ଆଇ ସୀତା ନାୟକ ପ୍ରଥମେ 10,000 ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଅକ୍ଷମତା ପ୍ରକାଶ କରିବାରୁ ଲାଞ୍ଚ ରାଶି 8,000କୁ କମାଇ ଦେଇଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସର ଯୋଜନା ମୁତାବକ ଅଭିଯୋଗକାରୀଙ୍କଠାରୁ ଥାନା ଫାଟକ ନିକଟରେ ସୀତା ନାୟକ 8,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କ ନିକଟରୁ 8,000 ଟଙ୍କା ରଙ୍ଗେ ହାତେ ଧରି ଗିରଫ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଟକ ଭିଜିଲାନ୍ସ ଥାନା କେସ୍ ନମ୍ବର 23/26ରେ ଏକ ମାମଲା ରୁଜୁ କରିବା ସହିତ ଏକକାଳୀନ ଜରପଡ଼ା ଥାନାରେ ରହୁଥିବା ତାଙ୍କ ବାସଭବନ ଓ ଭୁବନ ଥାନା ଅଞ୍ଚଳରେ ଥିବା ତାଙ୍କ ଘର ଉପରେ ଚଢ଼ାଉ ଜାରି ରହିଛି। ବ୍ୟୁରୋ ରିପୋର୍ଟ, ଦମନ ଟିଭି ଲାଇଭ୍।